ଭାଇ ନମସ୍କାର। ଆପଣ ଜାଣିଛନ୍ତି ଦିଟା ହଉଛି ଆମ୍ବ। କାହିଁକି ନା ମୁଁ ବାରିପଦା ଯାଇଥିଲି, ବାରିପଦାରୁ ଶିଖିକି ଆସିଲି ପଖାଳ ଟିକେ ଖାଇବା ପାଇଁ। କେମିତି ପଖାଳ ଖିଆଯାଏ, ଏତିକି ଜିନିଷରେ ଗୋଟେ ଖଟା ତିଆରି ହବ। ଆଉ ତା ଦେହରେ ବି ଚିନି ପଡିବ। ଏଇଠି ଯୋଉ ଚିନିଟା ଆପଣ ଦେଖୁଛନ୍ତି, ଏଇଠି ଚିନି ଟିକେ ପଡିବ। ତା ଦେହରେ ପଖାଳ ହବ। ବର୍ତ୍ତମାନ ମୁଁ ନିଜେ ତାକୁ କାଟିକି ତାକୁ କଣ କରି ଟୁକୁଡ଼ା ଟୁକୁଡ଼ା କରି ପିସ୍ ପିସ୍ କରି କାଟି ଦେଖୁଛି। କାଟିକି ତମକୁ ଦେଖଉଛି କେମିତି କଟା ହବ। ରହିଥ ଟିକେ ଗୋଟେ ମିନିଟ୍ ରୁହନ୍ତୁ, ମୁଁ କାଟି ଦଉଛି ଏପଟେ। କାଟିକି ଦେଖଉଛି। ହଁ ଦେଖନ୍ତୁ ଏମିତି କଟା ହେଇଯିବ। ଚୁନ 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 କରି ଏମିତି କଟା ହେଇଯିବ। କଟା ହେଲା ପରେ ତାକୁ ହେମଦସ୍ତାରେ ପକେଇକି ଛେଚା ହବ। ହେମଦସ୍ତାରେ ପକେଇକି ମୁଁ ଟିକେ ଛେଚି ଦଉଛି, ରୁହନ୍ତୁ। ବର୍ତ୍ତମାନ ହେମଦସ୍ତାରେ ମୁଁ ଦେଖନ୍ତୁ ଏଇଠି ଆମ୍ବଟାକୁ ପୁରା ଟୁକୁଡ଼ା ଟୁକୁଡ଼ା କରି ଛେଚିଦେଲି। ବୁଝିଲେ, ଛେଚିଦେବା ପରେ ସେମିତି ହେଇଗଲା। ତାପରେ ପଖାଳ ଭାତ। ପଖାଳ ଭାତ ଆପଣ ଏଇଠି ଦେଖୁଛନ୍ତି, ପଖାଳ ଦେଖନ୍ତୁ, ଏଇଟା ହେଲା ପଖାଳ। ପଖାଳ ସାଙ୍ଗରେ ମୁଢି ପଡିବ। ଇଏ ହଉଛି ବାରିପଦା ଖାଦ୍ୟ। ଦେଖନ୍ତୁ ମୁଢି, ଏଇ ଯୋଉ ମୁଢିଟା ପଡିବ ଅଳ୍ପ କିଛି ପଡିବ, ବେଶୀ ପଡିବନି। ତା ସାଙ୍ଗକୁ ତା ସାଙ୍ଗକୁ ମୁଢି ସାଙ୍ଗକୁ ଟିକେ ଲୁଣ ବି ତା ଦେହରେ ଟିକେ ପଡିବ, ଲଙ୍କା ଟିକେ ପଡିବ। ଆଉ ବର୍ତ୍ତମାନ ତ ଛେଚା ଛେଚି ହେଇଗଲା। ସବୁ ଏଇଠି ଆମ୍ବ ଛେଚା ହେଇଗଲା। ବର୍ତ୍ତମାନ ସବୁ ରେଡି ହେଇଗଲା। ଆଉ ଇଏ ହେଲା ପଖାଳ ଭାତ। ଆଉ ଏଇଟା ହେଲା ମାଛ। ଦେଖନ୍ତୁ ଏଇଟା ମାଛ। ବର୍ତ୍ତମାନ ପାଇଁ ମାଛ ଗୋଟେ ପଖାଳ ଖାଇବା। ଭାଇ ମାନେ ଯଦି କିଛି ଖାଇବେ କେବେ ମତେ ଟିକେ ମେସେଜ କରିଦେବେ। ଆଉ ଅନଲାଇନରେ ମୁଁ ଆପଣଙ୍କ ପାଇଁ ଏଇ ଖାଇବାଟା ନେଇକି ଚାଲିଯିବି ଆପଣଙ୍କ ପାଖକୁ। ଆପଣ ଆସିବା ଦରକାର ନାହିଁ। ମୁଁ ଆପଣ ଯୋଉଠି ଥିବେ ନା ଖାଇବାଟା ନେଇକି ପହଞ୍ଚେଇଦେବି। ଇଏ ହେଲା ଖାଇବା। ଏଥିରେ ଟିକେ ଲୁଣ ଟିକେ ପଡିବ। କୋଉଠି ନା ଟିକେ ଲୁଣ ପଡିବ, ବେଶୀ ପକେଇବେନି, ଟିକେ ଲୁଣ ପକେଇବେ। ତାପରେ ତାକୁ କଣ କରିବେ ନା ଫେଣ୍ଟି ଦେବେ। ଫେଣ୍ଟି ଦେଲା ପରେ ସେ ପୁରା ରେଡି ହେଲା। ପଖାଳକୁ ମୁଢି, ମୁଢି ପଖାଳ। ବାରିପଦାରେ ତ ମୁଢି ଆମର ଇଏରେ ମୁଁ ଶିଖିକି ଆସିଥିଲି, ସେ ମୁଢି ପଖାଳ। ବୁଝିଲେ, ଦେଖନ୍ତୁ ମୁଢି ପଖାଳ। ଇଏ ହେଲା ମାଛ ଭଜା। ଆଉ ଇଏ ହେଲା ବର୍ତ୍ତମାନ ଯୋଉ ଆମ୍ବ ଛେଚା। ତାକୁ ଗ୍ରାଇଣ୍ଡିଙ୍ଗ କଲେ ଭଲ ଲାଗିବନି, ତାକୁ କାଟିକି ତାକୁ ଏମିତି ଇଏ କରିଦେବେ। ବୁଝିଲେ, ତାକୁ ବର୍ତ୍ତମାନ ଆମେ ଏବେ ଖାଇବା। ଖାଇଲେ କେମିତି ଲାଗୁଛି ମୁଁ ଆପଣଙ୍କୁ କହୁଛି। ବୁଝିଲେ, ବର୍ତ୍ତମାନ ମୁଁ ଖାଇବା ଆରମ୍ଭ କରୁଛି। ବର୍ତ୍ତମାନ ମୁଁ ଖାଇବା ଟିକେ ବର୍ତ୍ତମାନ